ରାମ ନାରାୟଣ ରାମ। ତୁମେ କେବଳ ଶବ୍ଦର ସ୍ମରଣ କରୁଛ, କିନ୍ତୁ ଭିତରେ ଭିତରେ ସେ ନିଜ କାର୍ଯ୍ୟ କରିଯାଇଥାଏ। ଏହି ମନ ପେଣ୍ଡୁଲମ ଭଳି ଅଟେ। ଏହାକୁ ସ୍ମରଣ କରିଯାଅ ଏକଥର ଏଇଟିକୁ, ଅନ୍ୟଥର ସେଇଟିକୁ। ଏହା ଏପରି ଭାବରେ ବ୍ୟବସ୍ଥିତ ଅଛି ଯେ ସବୁ କିଛି ଠିକ୍ଠାକ୍ ଚାଲିଯାଉଛି। ଭିତରେ କ'ଣ ଘଟୁଛି ଏହା ଦେଖିବାର ଆବଶ୍ୟକତା ନାହିଁ। କେବଳ ଟିକ୍ ଟିକ୍ କରୁଥିବା ହେଲେ ବସ୍। ଆଜି ଏହି ମନ୍ତ୍ର ବ୍ୟବସାୟରେ ପରିଣତ ହୋଇଯାଇଛି। ଏହି ମନ୍ତ୍ରର ଉପଯୋଗ କରି ଜାତିଭେଦ ବୃଦ୍ଧି ପାଇଛି, ଦେଶ ବିଭାଜିତ ହୋଇଯାଇଛି। ଏହି ମନ୍ତ୍ରର ଲାଭ ଉଠାଇ କିଛି ଲୋକ ବ୍ୟବସାୟିକ ଗୁରୁ ହୋଇଯାଉଛନ୍ତି, ଯେଉଁମାନେ ଧର୍ମନୀତିରେ ଏହି ମନ୍ତ୍ରକୁ ବ୍ୟାଖ୍ୟା କରି ସମସ୍ୟା ସୃଷ୍ଟି କରୁଛନ୍ତି ଏବଂ ଅନୁଶାସନହୀନତା ପ୍ରସାରିତ ହୋଇଯାଇଛି। ମୁଁ ଏଠି ଏହି ମନ୍ତ୍ର ପ୍ରଚାର କରିବାକୁ ଆସିନାହିଁ। ମୋତେ କେବଳ ପ୍ରେମ ଦରକାର। ଯେଉଁ ଭାବରେ ଲୋକ ଆସନ୍ତି ସେମାନଙ୍କୁ ସେହି ଭାବେ ମୁଁ ଏହି ମନ୍ତ୍ର ପ୍ରତିଷ୍ଠା କରି ଦେଇଯାଏ। ଏତେ ଲୋକ ରୋଗମୁକ୍ତି ପାଇଁ ଆସନ୍ତି, ସେମାନଙ୍କୁ ଗଣନା କରିପାରିବା ଅସମ୍ଭବ। ଚିକିତ୍ସାଳୟକୁ ଯିବା ଲୋକଙ୍କଠୁ ବହୁତ ଅଧିକ ସଂଖ୍ୟକ ଲୋକ ଏଠି ଆସନ୍ତି। ଚାରିପଟେ ରୋଗ, ଦୁଃଖ ଏବଂ ଯନ୍ତ୍ରଣା ଛାଇଯାଇଛି। ଯେଉଁ ଭାବେ ଲୋକ ଆସନ୍ତି ସେମାନଙ୍କୁ ସେହି ଭାବେ ମିଶି ଏହି ମନ୍ତ୍ର ଏବଂ ଏହାର ତତ୍ତ୍ୱ କହିଦିଏ। ଏହି ମନ୍ତ୍ର ହିଁ ସମସ୍ତ ସୁପ୍ତ ଶକ୍ତିଗୁଡ଼ିକୁ ଜାଗୃତ କରିବ। ଏହି ମନ୍ତ୍ର ହିଁ ସେହି ଶବ୍ଦ ଅଟେ ଯାହାର ଉପରେ ବିଶ୍ୱ ଏବଂ ପ୍ରକୃତି ଚାଲିଯାଉଛି। ଆମେ ଭୋଜନ, ଶୟନ, ଜାଗର ସମସ୍ତ ସମୟରେ ଏହି ମନ୍ତ୍ରର ସ୍ମରଣ କରିବୁ।